ଖ୍ରୀଷ୍ଟଙ୍କ ବହୁମୂଲ୍ୟ ପ୍ରେମରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଶା କରୁ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ପରମେଶ୍ୱର ଅବ୍ରାହମଙ୍କୁ ଦିନେ କହିଲେ, ତୁମେ ଏବେ ନିଜ ପୁତ୍ରକୁ, ତୁମର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍ ତୁମେ ଯାହାକୁ ସ୍ନେହ କର, ସେହି ଇସାହାକକୁ ନେଇ ମୋରିଆ ଦେଶକୁ ଯାଅ। ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ପୁରାତନ ନିୟମରେ ହୋମ ବଳି ଦିଆଯାଉଥିଲା। ହୋମ ବଳିରେ ବଳିଦାନକୁ ଖଣ୍ଡ ଖଣ୍ଡ କରି କାଟି ବେଦୀ ଉପରେ ରଖି ଅଗ୍ନି ଜଳାଇ ଦିଆଯାଉଥିଲା। ତାହା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଭାବରେ ଉପସ୍ଥିତ ହେଉଥିଲା। ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ଅବ୍ରାହମ ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଆଉ ପୁତ୍ର ଇସାହାକକୁ ସାଙ୍ଗରେ ନେଇ ପରମେଶ୍ୱର କରିଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା ଆରମ୍ଭ କଲେ। ଯାତ୍ରା କରୁ କରୁ ତୃତୀୟ ଦିନରେ ସେଠି ପହଞ୍ଚି ଗୋଟିଏ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ପୁତ୍ର ଇସାହାକକୁ ବାନ୍ଧି ବେଦୀର କାଠ ଉପରେ ଶୁଆଇଦେଲେ। ଅବ୍ରାହମ ଛୁରିକା ଧରି ପୁତ୍ରକୁ ବଧ କରିବା ପାଇଁ ହସ୍ତ ଉଠାଇବା ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ଅବ୍ରାହମଙ୍କୁ ଡାକି କହିଲେ, ତୁମେ ବାଳକ ପ୍ରତି କିଛି କର ନାହିଁ, ବାଳକକୁ ବଳିଦାନ କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମର ଭୟ ଅଛି। ଏହା ଏବେ ଆମେ ବୁଝିଲୁ, ଯେହେତୁ ତୁମେ ଆମକୁ ନିଜ ପୁତ୍ର, ନିଜର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମର୍ଥ ହେଲ ନାହିଁ। ଆପଣମାନେ ଜାଣନ୍ତି କି ଅବ୍ରାହମ ଇସାହାକକୁ ବଳିଦାନ କରନ୍ତୁ ବୋଲି ଈଶ୍ୱର ଚାହିଁନଥିଲେ। ତାହା କେବଳ ଅବ୍ରାହମଙ୍କ ପାଇଁ ଏକ ପରୀକ୍ଷା ଥିଲା। 22 ପର୍ବ 1 ପଦକୁ ଯଦି ଆମେ ଧ୍ୟାନ ଦେବା, ତେବେ ସେଠାରେ ଲେଖା ଅଛି, ପରମେଶ୍ୱର ଅବ୍ରାହମଙ୍କ ପରୀକ୍ଷା ନିମନ୍ତେ କହିଲେ, ତୁମେ ଯାଇ ଇସାହାକକୁ ବଳିଦାନ କର। ଅବ୍ରାହମ ମଧ୍ୟ ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖି ନିଜର ଏକମାତ୍ର ପୁତ୍ରକୁ ବଳିଦାନ କରିବାକୁ ବାହାରିଗଲେ। ଏବ୍ରୀ 11 ପର୍ବ 19 ପଦରେ ଲେଖାଯାଏ, ଯେଉଁ ଈଶ୍ୱର 100 ବର୍ଷ ବୟସରେ ମୋତେ ପୁତ୍ର ଦେଲେ, ସେ ମୋ ମୃତ ପୁତ୍ରକୁ ଜୀବିତ କରାଇ ପାରିବେ, ଏହି ବିଶ୍ୱାସ ସେ ଈଶ୍ୱରଙ୍କ ଉପରେ ରଖିଥିଲେ। ଏବଂ ଯାକୋବ 2 ପର୍ବରେ ଲେଖାଯାଏ, ନିଜ ବିଶ୍ୱାସ ଅନୁସାରେ ସେ କାର୍ଯ୍ୟ ମଧ୍ୟ କଲେ। ଅବ୍ରାହମ ଜାଣିନଥିଲେ ଈଶ୍ୱର ମୋର ପରୀକ୍ଷା ପାଇଁ ଏହା ସବୁ କରୁଅଛନ୍ତି ବୋଲି। ଅବା ସେ ଏହା ମଧ୍ୟ ଜାଣିନଥିଲେ କି ମୁଁ ଇସାହାକକୁ ମାରିବା ସମୟରେ ପ୍ରଭୁ ମୋତେ ଅଟକାଇ ଦେବେ ଆଉ ମୋ ପୁଅ ରକ୍ଷା ପାଇଯିବ। ସେ କେବଳ ବିଶ୍ୱାସ ରଖିଥିଲେ ଈଶ୍ୱରଙ୍କ ଉପରେ। ମୋ ପୁତ୍ରକୁ ବଳିଦାନ କଲେ ସୁଦ୍ଧା ସେ ପୁନର୍ବାର ତାକୁ ଜୀବିତ କରାଇଦେବେ ଆଉ ମୁଁ ତାକୁ ସଙ୍ଗରେ ନେଇ ଗୃହକୁ ଫେରିଯିବି, ଏହା ସେ ଜାଣି ସାରିଥିଲେ। ଏଥିପାଇଁ ସେ ନିଜ ଦାସମାନଙ୍କୁ ବିଶ୍ୱାସର ଶବ୍ଦ କହିଦେଉଅଛନ୍ତି କି ତୁମେମାନେ ଏହି ସ୍ଥାନରେ ଥାଅ, ମୁଁ ଆଉ ବାଳକ ଦୁହେଁ ସେହି ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ଆଉ ଅବ୍ରାହମଙ୍କ ବିଶ୍ୱାସ ଅନୁସାରେ ତାଙ୍କ ପ୍ରତି ଘଟିଲା ମଧ୍ୟ। ଇସାହାକକୁ ସେ ପୁନର୍ବାର ଫେରି ପାଇଲେ। ଈଶ୍ୱର ଇସାହାକକୁ ଅବ୍ରାହମଙ୍କ ଠାରେ ଛଡ଼ାଇ ନେବାକୁ ଚାହିଁନଥିଲେ। ସେ କେବଳ ଅବ୍ରାହମଙ୍କୁ ପରୀକ୍ଷା କରିଥିଲେ। ଦୀର୍ଘ ବର୍ଷ ଧରି ଅପେକ୍ଷା କରି 100 ବର୍ଷ ବୟସରେ ପୁଅଟିଏ ପାଇ ଅବ୍ରାହମ ବହୁତ ଆନନ୍ଦିତ ଥିଲେ। ବୃଦ୍ଧ ବୟସରେ ପାଇଥିବା ପୁଅଟିକୁ ସେ ଅତି ପ୍ରେମ ଓ ସ୍ନେହରେ ପାଳନ କରୁଥିଲେ। ଏପରି ସମୟ ବିତୁ ବିତୁ ଈଶ୍ୱରଙ୍କୁ ଦେବା ସମୟ ଆଉ ପ୍ରେମ ନିଜ ପୁଅକୁ ଦେବାକୁ ସେ ଆରମ୍ଭ କଲେ। ପୂର୍ବେ ଈଶ୍ୱରଙ୍କୁ ନିଜ ଜୀବନରେ ଯେଉଁ ସ୍ଥାନ ଦେଇଥିଲେ, ଏବେ ପୁଅ ସେହି ସ୍ଥାନ ହରଣ କରି ନେଇଗଲା। ଇସାହାକ ନଥିବା ସମୟରେ ଈଶ୍ୱରଙ୍କ ସହ ଅବ୍ରାହମଙ୍କର ଯେତେ ଘନିଷ୍ଠତା ଥିଲା, ଇସାହାକ ଆସିଯିବା ପରେ ସେହି ଘନିଷ୍ଠତା ଆଉ ପ୍ରେମର ସମ୍ପର୍କ ଧୀରେ ଧୀରେ ଉଣା ପଡ଼ି ଆସିଲା। ସେଥିପାଇଁ ଈଶ୍ୱର ଅବ୍ରାହମଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ଆପଣ ଜାଣିଛନ୍ତି କି ସେଦିନ ବଳିଦାନ ହୋଇଥିଲା, କିନ୍ତୁ ଇସାହାକର ନୁହେଁ, ମାତ୍ର ଅବ୍ରାହମଙ୍କର। ସେଦିନ ଅବ୍ରାହମଙ୍କର ବଳିଦାନ ହୋଇଥିଲା। ଯେତେବେଳେ ଈଶ୍ୱର ଅବ୍ରାହମଙ୍କୁ ବଳିଦାନ କରିବାକୁ ଆଜ୍ଞା ଦେଲେ, ସେହି ସମୟଠାରୁ ବଳିଦାନ ଆରମ୍ଭ ହୋଇଗଲା। ଅବ୍ରାହମଙ୍କ ହୃଦୟରେ ନିଜ ପୁଅ ପ୍ରତି ଥିବା ପ୍ରେମ, ସ୍ନେହ, ଲାଳସା ସବୁକିଛି ସେହି ଯଜ୍ଞବେଦୀ ଉପରେ ସତରେ ଯେମିତି ଦଗ୍ଧ ହୋଇଗଲା। ନିଜ ତମ୍ବୁରୁ ବାହାରି ଅବ୍ରାହମ ମୋରିଆ ଦେଶର ସେହି ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୀର୍ଘ 3 ଦିନ ଧରି ଅବ୍ରାହମ ସମ୍ପୂର୍ଣ୍ଣ ଭାବେ ନିଜ ଅନ୍ତରରେ, ନିଜ ଭାବନା ଓ ଚିନ୍ତାରେ ଇସାହାକକୁ ବଳିଦାନ କରୁଥିଲେ। ଅବ୍ରାହମଙ୍କ ହୃଦୟର ଯଜ୍ଞବେଦୀରେ ଇସାହାକ ବଳି ଭାବରେ ଦଗ୍ଧ ହୋଇଗଲେ।
ଶାରୀରିକ ଭାବରେ ଇସାକକୁ ଉତ୍ସର୍ଗ କରିବାକୁ ଯିବା ପୂର୍ବରୁ ନିଜ ଅନ୍ତର ମଧ୍ୟରେ ସେ ପ୍ରଥମେ ଇସାକକୁ ପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିସାରିଥିଲେ। ନିଜ ହୃଦୟରେ ପୁଅ ପାଇଁ ଥିବା ସ୍ଥାନକୁ ଈଶ୍ୱରଙ୍କ ପାଇଁ ପ୍ରସ୍ତୁତ କରିସାରିଥିଲେ ବୋଲି ହିଁ ସେ ପର୍ବତ ଉପରେ ନିଜ ପୁଅକୁ ମାରିବା ପାଇଁ ହସ୍ତରେ ଛୁରୀ ଧରି ହସ୍ତ ଉଠାଇ ପାରିଲେ। ଆଉ ସେତିକି ବେଳେ ହିଁ ଈଶ୍ୱର ତାଙ୍କୁ କହିଦେଲେ, ଅଟକି ଯାଅ ଅବ୍ରାହମ, ଆମେ ବୁଝିଗଲୁ ତୁମେ ଆମକୁ ଭୟ କରୁଛ। ଆପଣ ଜାଣନ୍ତି କି ଭୟ କରିବା ଏବଂ ପ୍ରେମ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଅବ୍ରାହମ ଈଶ୍ୱରଙ୍କୁ ଭୟ କରି ନିଜ ପୁତ୍ରକୁ ବଳି କରୁଥିଲେ। ଈଶ୍ୱର ଭୟ ମୁଖ୍ୟତଃ ଦୁଇ ପ୍ରକାର। ପ୍ରଥମରେ କିଛି ମନୁଷ୍ୟ ଏପରି ଭୟ କରନ୍ତି, ମୁଁ ଯଦି ଈଶ୍ୱରଙ୍କ ଆଜ୍ଞା ନ ମାନିବି ତେବେ ଈଶ୍ୱର ମୋତେ ଦଣ୍ଡ ଦେବେ, ଅବା ଈଶ୍ୱର ମୋର ପ୍ରାର୍ଥନାର ଉତ୍ତର ଦେବେ ନାହିଁ, ମୋର ମାଗୁଣୀକୁ ମୋର ଇଚ୍ଛାକୁ ପୂରା କରିବେ ନାହିଁ। ଏହା ଚିନ୍ତା କରି ଈଶ୍ୱରଙ୍କୁ ଭୟ କରନ୍ତି। ଆଉ ଦ୍ୱିତୀୟରେ କିଛି ମନୁଷ୍ୟ ଏପରି ଭୟ କରନ୍ତି କି ମୁଁ ଏପରି କିଛି କାମ କରିବି ନାହିଁ ବା ଅବାଧ୍ୟ ହେବି ନାହିଁ ଯାହାଦ୍ୱାରା ଈଶ୍ୱରଙ୍କ ମନ ଦୁଃଖ ହେବ। ଈଶ୍ୱରଙ୍କୁ ଖୁସି ଦେବା ପାଇଁ ମୁଁ ସବୁ କିଛି କରିବି। ସେମାନେ ଈଶ୍ୱରଙ୍କୁ ଦୁଃଖ ଦେବା ପାଇଁ ଭୟ କରନ୍ତି। ଆଉ ଏଇ ଦ୍ୱିତୀୟ ଭୟକୁ ହିଁ ପ୍ରେମ ବୋଲି କୁହାଯାଏ। ଯେତେବେଳେ ଆପଣ କାହାକୁ ପ୍ରେମ କରୁଛନ୍ତି ସେତେବେଳେ ଆପଣ ତାଙ୍କୁ ଖୁସି ପାଇଁ ସବୁ କିଛି କରିପାରିବେ, ତାର ସବୁ କଥା ମାନିଯିବେ, ତାର ସବୁ ଇଚ୍ଛାକୁ ପୂରା କରିବାକୁ ଚାହିଁବେ। କିନ୍ତୁ ସ୍ୱାର୍ଥପର ଭୟରେ ତାହା ନଥାଏ। ମୋତେ ଦଣ୍ଡ ନ ମିଳୁ ବୋଲି ମୁଁ ଭୟ କରୁଛି, ମୋର ପ୍ରାର୍ଥନା ଶୁଣାଯାଉ ବୋଲି ମୁଁ ଭୟ କରୁଛି। ଆଦି ପୁସ୍ତକ 22 ପର୍ବ 2 ପଦ ଏବଂ 12 ପଦ ମଧ୍ୟରେ ପାର୍ଥକ୍ୟକୁ ଦେଖନ୍ତୁ। ଈଶ୍ୱର ଅବ୍ରାହମଙ୍କୁ ବଳିଦାନ କରିବା ପାଇଁ ଆଦେଶ ଦେବା ସମୟରେ 2 ପଦରେ କହୁଛନ୍ତି, ତୁମର ଅଦ୍ୱିତୀୟ ପୁତ୍ର, ଅର୍ଥାତ୍ ଯାହାକୁ ତୁମେ ସ୍ନେହ କରୁଅଛ। ଇଂଲିଶରେ ଲେଖା ଅଛି ୟୋର ସନ୍, ୟୋର ଓନ୍ଲି ସନ୍ whom you love। ଏବଂ ହିନ୍ଦୀରେ अपने पुत्र को इकलौता पुत्र अर्थात जिसे तो प्रेम रखता है, ଯାହାକୁ ତୁମେ ପ୍ରେମ କରୁଛ ସେଇ ଇସାହକୁ ମୋ ନିମନ୍ତେ ବଳିଦାନ କର। ଆଉ ବାସ୍ତବରେ ଅବ୍ରାହମ ଭୟର ସହ ବାଧ୍ୟ ହୋଇ ଏଇ 3 ଦିନ ମଧ୍ୟରେ ହୃଦୟରେ ନିଜ ପ୍ରେମକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦୀରେ ରଖି ବଳିଦାନ କରିବାର ଅନୁଭୂତି ଦେଇ ଗତି କରିସାରିଥିଲେ। ବଳିଦାନର ସେହି ଦୁଃଖ ଯନ୍ତ୍ରଣା ନିଜ ପୁଅକୁ ନିଜଠାରୁ ଅଲଗା କରିଦେବାର କଷ୍ଟ ଦେଇ ସେ ଅତିକ୍ରମ କରୁଥିଲେ। ଆଉ ଅବ୍ରାହମଙ୍କ ଅନ୍ତରରେ ହୋଇଥିବା ଏହି ବଳିଦାନକୁ ଈଶ୍ୱର ଦେଖିପାରିଛନ୍ତି। ତେଣୁ 12 ପଦରେ ଶାରୀରିକ ଭାବରେ କରିବାକୁ ଯାଉଥିବା ବଳିଦାନକୁ ସେ ଅଟକାଇ ଦେଲେ। ଆଉ ଅବ୍ରାହମଙ୍କୁ କହିଲେ, ତୁମ ହୃଦୟର କଥା ଆମେ ବୁଝିଗଲୁ, କାରଣ ତୁମେ ଆମକୁ ନିଜ ପୁତ୍ର, ନିଜ ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ହେଲ ନାହିଁ। ବର୍ତ୍ତମାନ ଈଶ୍ୱର ତୁମେ ଯାହାକୁ ପ୍ରେମ କରୁଛ ସେହି ପୁତ୍ର ବୋଲି 12 ପଦରେ ଆଉ କହୁନାହାନ୍ତି, କେବଳ ତୁମର ପୁତ୍ର, ତୁମର ଏକମାତ୍ର ପୁତ୍ର ବୋଲି କହୁଅଛନ୍ତି। କାରଣ ଯାହାକୁ ସେ ପ୍ରେମ କରୁଥିଲେ ଏହି 3 ଦିନ ମଧ୍ୟରେ ତାର ବଳିଦାନ ଅବ୍ରାହମଙ୍କ ହୃଦୟରେ ହୋଇସାରିଥିଲା। ଆଉ ଈଶ୍ୱର କେବଳ ସେହି ବଳିଦାନ ହିଁ ଚାହୁଁଥିଲେ, ରକ୍ତପାତର ବଳିଦାନ ନୁହେଁ। ହୃଦୟରେ, ଭାବନା ଆଉ ଚିନ୍ତାରେ କରୁଥିବା ବଳିଦାନକୁ ସେ ଚାହିଁଥିଲେ। ଏହି 2 ପଦ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିଲେ ଆମେ ଜାଣିପାରୁଛୁ ଈଶ୍ୱର ଅବ୍ରାହମଙ୍କୁ କେଉଁ ବିଷୟ ପାଇଁ ଆଦେଶ ଦେଲେ ଏବଂ କାହିଁକି ତାହାଙ୍କୁ ପରୀକ୍ଷା କରିଲେ। ପ୍ରିୟମାନେ, ଆଜି ଆପଣଙ୍କ ଆଉ ମୋ ଜୀବନରେ କେଉଁ ବିଷୟ ଇସାକ ପରି ହୋଇଯାଇଛି? କେଉଁ ବିଷୟ ଈଶ୍ୱର ଆଉ ଆମ ମଧ୍ୟରେ ଥିବା ପ୍ରେମକୁ ଊଣା କରିଦେଉଛି? କ'ଣ ଧନ ସମ୍ପତ୍ତି, ସ୍ୱାମୀ ସ୍ତ୍ରୀ, ପୁଅ ଝିଅ, ସାଙ୍ଗସାଥି, ଚାକିରି, ମୋବାଇଲ, ସୋସିଆଲ ମିଡ଼ିଆ, ବୟଫ୍ରେଣ୍ଡ, ଗର୍ଲଫ୍ରେଣ୍ଡ, ଆପଣ ନିଜେ ନା ଆପଣଙ୍କର ସେବା କାର୍ଯ୍ୟ? ହଁ ପ୍ରିୟମାନେ, ବେଳେବେଳେ ସେବା କାର୍ଯ୍ୟ ମଧ୍ୟ ବାଧାର କାରଣ ହୁଏ। ଆମେ ଯାହାଙ୍କ ପାଇଁ ସେବା କରୁଛୁ ତାଙ୍କ ଇଚ୍ଛା ଆଉ ମତାମତ ତାଙ୍କୁ ପ୍ରାଧାନ୍ୟ ନ ଦେଇ କେବଳ ଅନ୍ୟମାନଙ୍କ ଆଗରେ କରୁଥିବା ସେବା କାର୍ଯ୍ୟକୁ ଗୁରୁତ୍ୱ ଦେଇଥାଉ। ଏପରି ସେବା କାର୍ଯ୍ୟ ବାଧା ସୃଷ୍ଟି କରିଥାଏ। କିନ୍ତୁ ଯାହାଙ୍କ ପାଇଁ ଆମେ ସେବା କରୁଛୁ ପ୍ରଥମେ ତାଙ୍କ ସହ ସମ୍ପର୍କ ଅତି ଆବଶ୍ୟକ ଅଟେ। କେଉଁ ବିଷୟ ଆଜି ଈଶ୍ୱର ଆଉ ଆମ ମଧ୍ୟରେ ଥିବା ପ୍ରେମକୁ ଊଣା କରିଦେଉଅଛି? କେଉଁ ବିଷୟକୁ ଆପଣ ଈଶ୍ୱରଙ୍କ ଠାରୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦେଉଅଛନ୍ତି? ତାହା ଆପଣଙ୍କ ପାଇଁ ଆପଣଙ୍କର ଇସାକ ଅଟେ। ହଁ,
ଆପଣ ଠିକ୍ ଶୁଣିଛନ୍ତି। ତାହା ଆପଣଙ୍କ ପାଇଁ ଆପଣଙ୍କର ଇସାହାକ ଅଟେ। ଈଶ୍ୱର ଅବ୍ରାହମଙ୍କ କହିଲା ପରି ଆଜି ଆପଣଙ୍କୁ ଆଉ ମୋତେ କହୁଅଛନ୍ତି, ଯାହାକୁ ତୁମେ ପ୍ରେମ କରୁଛ, ଯାହାକୁ ତୁମେ ମୋ ଠାରୁ ଅଧିକ ପ୍ରେମ କରୁଛ, ତାକୁ ମୋ ଉଦ୍ଦେଶ୍ୟରେ ବଳିଦାନ କର। ନିଜ ମିତ୍ର ଅବ୍ରାହମଙ୍କ ପ୍ରଥମ ପ୍ରେମ ଆଉ ପ୍ରାଥମିକତା ପାଇବା ପାଇଁ ଈଶ୍ୱର ଅବ୍ରାହମଙ୍କୁ ଆଦେଶ ଦେଲେ। ଆଜି ମଧ୍ୟ ପ୍ରିୟମାନେ, ସେହି ସମାନ ଈଶ୍ୱର ଆପଣଙ୍କ ମିତ୍ର, ଆପଣଙ୍କ ବାପା, ଆପଣଙ୍କ ସ୍ୱାମୀ, ଆପଣଙ୍କ ପ୍ରଭୁ, ଆପଣ ତାଙ୍କୁ କ'ଣ ବୋଲି ସମ୍ବୋଧନ କରିବାକୁ ଚାହାନ୍ତି, ସେହି ଈଶ୍ୱର ଆପଣଙ୍କ ଜୀବନରେ ପ୍ରଥମ ସ୍ଥାନ ପାଇବାକୁ ଚାହାନ୍ତି। ଆପଣ ତାଙ୍କୁ ପ୍ରାଧାନ୍ୟ ଦିଅନ୍ତୁ। ଏହା ଭାବନ୍ତୁ ନାହିଁ ଯେ ଆପଣ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଲେ ଈଶ୍ୱରଙ୍କର କିଛି ଲାଭ ହେବ। ନା, ଏପରି ନୁହେଁ। ଏହା ଆମ ଜୀବନରେ ହିଁ ଆତ୍ମିକ ଆଉ ଶାରୀରିକ ଉନ୍ନତି ଆଣିଦେବ। ଏହି ବାକ୍ୟ ଶୁଣୁ ଶୁଣୁ ପବିତ୍ର ଆତ୍ମା ଆପଣଙ୍କ ଜୀବନରେ ଈଶ୍ୱରଙ୍କର ପ୍ରଥମ ସ୍ଥାନ ହରଣ କରିନେଇଥିବା ବ୍ୟକ୍ତି ବା ବସ୍ତୁକୁ ଆପଣଙ୍କୁ ଦେଖାଇଦେବା ସମୟରେ ନମ୍ରତାର ସହ ସଂଶୋଧନକୁ ଗ୍ରହଣ କରନ୍ତୁ ଏବଂ ଆପଣଙ୍କ ଇସାହାକକୁ ମଧ୍ୟ ବଳିଦାନ କରିଦିଅନ୍ତୁ। ପବିତ୍ର ଆତ୍ମାଙ୍କୁ ଆପଣଙ୍କ ମଧ୍ୟରେ କାର୍ଯ୍ୟ କରିବାର ଅନୁମତି ପ୍ରଦାନ କରନ୍ତୁ। ସେହି ଆଦ୍ୟ ବା ପ୍ରଥମ ପ୍ରେମର ଅନୁଭୂତିକୁ ଫେରି ଆସନ୍ତୁ। ଈଶ୍ୱରଙ୍କ ଆତ୍ମା ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଯେ କେହି ପିତା କି ମାତାକୁ ମୋ ଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ। ପୁଣି ଯେ ପୁତ୍ର କି କନ୍ୟାକୁ ମୋ ଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ। ଯେ ନିଜ ଜୀବନକୁ ସୁଦ୍ଧା ମୋ ଠାରୁ ଅଧିକ ଯତ୍ନ ନିଏ, ସେ ମଧ୍ୟ ମୋହର ଯୋଗ୍ୟ ନୁହେଁ। ଯେ ତାହା ବଞ୍ଚାଇବାକୁ ଚାହିଁବ, ସେ ତାହା ହରାଇବ, କିନ୍ତୁ ଯେ ମୋ ନିମନ୍ତେ ତାହା ହରାଇବ, ସେ ତାହା ନିଶ୍ଚୟ ବଞ୍ଚାଇବ।